ଖରାବେଳଟାରେ ମୁଁ ମୋ ରୁମ୍ରେ ଶୋଇଥିଲି। ମା ବଡ଼ ପାଟିରେ କହୁଥିଲା, ଆରେ ବର୍ଷା ଆସିଲାଣି। ମୁଁ ଧଡ଼ପଡ଼ ହେଇ ଉଠି ଦୁଆର ପାଖକୁ ଆସି ଦେଖିଲା ବେଳକୁ ସେଇଟା ଏଇ ବର୍ଷା, ସେ ବର୍ଷା ନୁହଁ। ଉଫ୍। ମା ପାଟି କରି କହୁଥିଲା, ଆରେ ଆଁଟା କରି ଅନେଇଛୁ କ'ଣ? ତୋ ଲୁଗାପଟା ଗୁଡ଼ା ନେଇ ଆସୁନୁ, ଭିଜିଯିବ। ପୁଣି ଦିନ ଏମିତି ଖରାବେଳେ ଶୋଇଥାଏ। ମା କହିଲା, ଆରେ ବର୍ଷା ଆସିଲାଣି। ମୁଁ ସେମିତି ଗାଲେଇକି ଶୋଇ ରହିଲି। ଅଧଘଣ୍ଟା ପରେ ବାହାରକୁ ଆସି ଦେଖିଲା ବେଳକୁ ସବୁ ଶୁଖିଲା। ମା କହୁଥିଲା, ବର୍ଷା ଆସିଥିଲା, କହୁଥିଲା ସେ କ'ଣ ପଳେଇବ ଆଜି ତା ହଷ୍ଟେଲ। ମାଆର କଥା ସରିଛି କି ନାହିଁ, ମୁଁ ସାଇକେଲଟା ଧରି ବାହାରି ପଡ଼ିଲି ବର୍ଷା ଘର ପଟେ ଦେଇ ସିଧା ବସଷ୍ଟାଣ୍ଡ। 50-60 ମିଟର ଦୂରରେ ଥାଇ ସ୍ପଷ୍ଟ ଦେଖିପାରୁଥାଏ ବର୍ଷା ବସ୍ରେ ଚଢ଼ିଗଲା। ବଡ଼ ପାଟି କରି ଡାକି ବି ପାରୁନଥାଏ, କାହିଁକିନା ତା ବାପା ଭାଇ ବି ସେଇ ବସ୍ଷ୍ଟପ୍ରେ ହିଁ ଥାଆନ୍ତି। ବସ୍ ଗଡ଼ିବା ଆରମ୍ଭ ହେଉଥାଏ, ମୁଁ ପେଡ଼ାଲ ମାରିବା ବି ବନ୍ଦ କରିଦେଇଥାଏ। ଅନେଇଥାଏ ବସ୍କୁ। ବଜାର ଶେଷ ମୁଣ୍ଡ ସନା ଦୋକାନ ପାର ହେଉଥାଏ ବସ୍ଟି। ଲୁହ ଦିଠପା ମୋ ଗାଲ ଦେଇ ଛାତି ଉପରେ ପଡ଼ିଲା। ଠିକ୍ ଏତିକି ବେଳେ ଅଦିନିଆ ବର୍ଷାଟା କେଉଁଠି ଥିଲା କେଜାଣି ହଠାତ୍ ବର୍ଷିଗଲା। ଲୁହ ଭିଜା ଆଖି ଦୁଇଟି ମୋର ବର୍ଷାର ସ୍ପର୍ଶ ପାଇ ଖୁସି ହେଉଥିଲେ, ହେଲେ ସେ ବର୍ଷା ମୋଠୁ ଦୂରେଇ ଯାଉଥିଲା।